आज आम बनइबा भेजिटेबल चॉप से मुझे किसी बंधाकोबी गाजर बीट ग्रीन मटर नहीं किसी सीझा आलू नहीं अदा रसुण छेचा नहीं किसी बादाम नहीं गोटे बड़ पियाज नहीं बैटर पे मुझे गोटे चमच मैदा नहीं 2 चमच कॉर्नफ्लोर नहीं एबे गैस रे गोटे कड़ाई गरम करिबा कड़ाई रे किछि तेल दे दबा तेल गरम हो गले किछि जीरा दबा एबे हमें काटी रखी पियाज दे दबा पियाज टिके भाजी गला परे हमें बादामटा दे दबा एटी मु कंचा बादामटा नहीं से एबे बादामटा दे दउची एबे बादामटा दे देले भल भाव रे भाजी ही जिवो आको टिके भाजी नबा एबे हमें अदा रसुण छेचाटा दे दबा ताको भी टिके भाजी नबा बेसी भाजी मानी बस कंचा स्मेलटा जिबा पर्यंत हमें भाजीबा एबे हमें बीट और गाजर को दे टिके भाजी नबा एबे हमें मटर दे दबा कोबी दे दबा आको भी टिके भल भाव रे भाजी नबा स्वाद अनुसार लूण दबा भल भाव रे सब परिबा मिसई दबा एबे को कवर करी लो मीडियम फ्लेम रे ए परिबाटा सिजिबा पर्यंत हमें छाड़िबा एठी हमर परिबाटा सिझी गलानी एबे हमें एथरे सुखा मसला ऐड करिबा एटी मु दउची टिके हळदी गुंड धनिया गुंड काश्मीरी लंका गुंड ए सब को भल भाव रे मिसई नबा एठी मो टिके चिकन मसला ऐड करूची ए परिबा मसला को भल भाव रे हम मिसई नबा एबे जो सिझा आलूटा को चकटेगिरी दे दबा आलू को ए परिबा रे भल भाव रे मिसई नबा मो रेसिपीटी आपण मानकु जदि भल लागुथिबो मो चैनल को लाइक शेयर सब्सक्राइब करिवे पाखर थिबा बेल आइकन को दबाइबे जहाँ द्वारा नुआ नुआ वीडियो जहाँ अपलोड करी प्रथमे आपण माने देखि परिबे।
ଏବେ ଏଇ ବ୍ୟାଟରକୁ ଆମେ ଥଣ୍ଡା କରି ଏମିତି ହାତରେ ଗୋଟେ ସେପ୍ ଦେଇ ଆମେ ସେପ୍ ଦେବା। ମୁଁ ଏଠି ଗୋଟେ ଓଭାଲର ସେପ୍ ଦେଉଛି। ମାର୍କେଟରେ ଯେମିତି ଏମିତି ଓଭାଲ ସେପ୍ର ମିଳିଥାଏ ସେହିପରି ଆମେ ଏଇଠି କରିବା। ଏମିତି ହାତରେ ଚାପି ଚାପି ସବୁଗୁଡ଼ା ଏମିତି ରଖିଦେବା। ଏବେ ଆମେ ଯେଉଁ ମଇଦା କର୍ଣ୍ଣଫ୍ଲୋରଟା ରଖିଥିଲେ ତାର ଗୋଟେ ବ୍ୟାଟର ତିଆରି କରିବା। ଏଥିରେ ଅଳ୍ପ ପାଣି ଦେଇ ଆମେ ଏଇଟାକୁ ଗୋଳେଇବା। ବେଶୀ ପତଳା କରିବାନି କି ବେଶୀ ମୋଟା ବି ରଖିବାନି, ଏମିତି ରଖିବା। ଏବେ ଆମେ ଏଇ ଯେଉଁ ଆଳୁର ପୁରଟାକୁ ଏମିତି ମଇଦା ବ୍ୟାଟରରେ ବୁଡ଼େଇ ସୁଜି କିଛି ନେବା, ସେ ସୁଜିରେ ଆମେ ଏଇଟାକୁ କୋଟିଂ କରିବା। ସୁଜିରେ ଏମିତି ଆମେ ଗୋଟେ କୋଟିଂ କରିନେବା। ଏମିତି ସବୁଗୁଡ଼ା ଆମେ ଏମିତି କରିବା। ଏ କୋଟିଂ କରିକିରି ସାଙ୍ଗେ ସାଙ୍ଗେ ବି ଛାଣି ପାରିବେ, ବଳି ଯାଇଥିଲେ ବି ଫ୍ରିଜରେ ରଖିକିରି କିଛି ଦିନ 2 ଦିନ 3 ଦିନ ଆମେ ଫ୍ରିଜରେ ରଖିବି ଛାଣିପାରିବା। ଏବେ ଗ୍ୟାସରେ ତେଲ ଗରମ କରିବା। ଏମିତି ଦେଖନ୍ତୁ ମୁଁ ସବୁଗୁଡ଼ା ଏମିତି କୋଟିଂ କରି ନେଇଛି। ଏଠି ଆମର ତେଲଟା ଗରମ ହେଇଗଲାଣି। ଏବେ ଗୋଟେ ଗୋଟେ କରି ଦେବା। ଗୋଟେ ଗୋଟେ କରି ଭେଜିଟେବୁଲ ଚପ୍ ସବୁ ଦେଇଦେବା। ଯେତିକି ଆମ କଡ଼େଇରେ ଧରିବ ସେତିକି ଦେବା। ଏଇଟା ଛାଣିବା ପାଇଁ ବେଶୀ ଟାଇମ୍ ଲାଗିନଥାଏ। ଏବେ ଶୀତ ଦିନେ ତ ବହୁତ ପରିବା ମିଳୁଛି। ଏମିତି ଭେଜିଟେବୁଲ ଚପ୍ ବନେଇ ଟ୍ରାଏ କରନ୍ତୁ, ଦେଖିବେ ବହୁତ ଭଲ ଲାଗିବ। ପିଲାମାନେ ପରିବା ଖାଇବାକୁ ଭଲ ପାଆନ୍ତି ନାହିଁ, ଏମିତି ସେମାନଙ୍କୁ ପରିବାରେ ଭେଜିଟେବୁଲ ଚପ୍ କରିଦେଲେ ସେମାନେ ବି ଖୁସିରେ ଖାଇନେବେ। ଏମିତି ଏପଟ ସେପଟ କରି ଆମେ ଏଇ ଭେଜିଟେବୁଲ ଚପ୍ ଗୁଡ଼ା ଛାଣି ନେବା। ଏଠି ଆମର ଚପଡ଼ା ହେଇଗଲାଣି। ଏବେ ଆମେ ୟାକୁ ବାହାର କରିବା। ବଳକା ଥିବା ଚପ୍ ଗୁଡ଼ା ବି ଭେଜିଟେବୁଲ ଚପ୍ ଗୁଡ଼ା ବି ଆମେ ଏମିତି ଛାଣି ନେବା। ଏଇଠି ଆମର ସବୁଗୁଡ଼ା ଭେଜିଟେବୁଲ ଚପ୍ ହେଇଯାଇଛି। ଏବେ ଆମେ ଏଗୁଡ଼ା ସବୁ ବାହାର କରି ଗୋଟେ ସର୍ଭିଂ ବାଉଲକୁ ଟ୍ରାନ୍ସଫର୍ କରିନେବା। ଏଠି ଗରମ ଗରମ ଭେଜିଟେବୁଲ ଚପ୍କୁ ଟମାଟୋ ସସ୍ ସହିତ ଆମେ ସର୍ଭ କରିବା। ଟମାଟୋ ସସ୍ ହେଉ କିମ୍ବା ଚଟନି ତରକାରୀ ଯାହା ସହିତ ବି ଏଇଟା ଖାଇପାରିବେ। ଦେଖନ୍ତୁ ଏଇଟା କେତେ ଭଲ ସୁନ୍ଦର ଦେଖାଯାଉଛି। ଏମିତି ବନେଇ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ।